ଦାଦନ ଖଟିବାକୁ ଯାଇଥିଲେ ଶବ ହୋଇ ଫେରିଲେ। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କୁଣିଅଣା ବ୍ଲକ ଚାନ୍ଦୁଆ ଥାନା ଅନ୍ତର୍ଗତ ଭୂୟାଁଗଡ଼ା ଗ୍ରାମରେ। ଗତ 15 ତାରିଖ ଦିନ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ କର୍ଣ୍ଣାଟକରେ ତାଙ୍କର ଶବ ରହିଥିଲା। ଘରକୁ ଆଣିବାକୁ ସକ୍ଷମ ହୋଇନଥିଲେ ପରିବାର ଲୋକ। ଏହା ଖବର ପାଇ ବାଙ୍ଗିରିପୋଷି ନବନିର୍ବାଚିତା ବିଧାୟିକା ଶ୍ରୀମତୀ ସଞ୍ଜଳି ମୁର୍ମୁଙ୍କୁ ଖବର ଦିଆଯାଇଥିଲା। ସେ କର୍ଣ୍ଣାଟକ ସରକାର ସହିତ ଯୋଗାଯୋଗ କରି ଶବକୁ ଘରକୁ ଆଣିବାର ବ୍ୟବସ୍ଥା କରିଥିଲେ। ଆଜି ସୋମବାର ସକାଳୁ ଶବ ପହଞ୍ଚିବା କ୍ଷଣି ଖବର ପାଇ ବିଧାୟିକା ନିଜେ ଭୂୟାଁଗଡ଼ା ସ୍ଥିତ ବାସଭବନରେ ପହଞ୍ଚିଥିଲେ ଏବଂ ମୋର ଶରୀର ନିକଟକୁ ଉପସ୍ଥିତ ହୋଇଥିଲେ। ତାଙ୍କ ସହିତ ଶତାଧିକ ବିଜେପି କର୍ମୀ ଏବଂ ସ୍ଥାନୀୟ ଗ୍ରାମବାସୀ ଲୋକ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମେ ବିଧାୟିକା ଏବଂ ସୁଖଦା ମୁର୍ମୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ କର୍ମୀମାନଙ୍କ ସହିତ ତାଙ୍କର ଯିଏ ମୃତକ ରାମକିଶକୁ ନିକଟରେ ପହଞ୍ଚି ପୁଷ୍ପମାଲ୍ୟ ବିଧାୟିକା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ତାପରେ ଉପସ୍ଥିତ ଥିବା କର୍ମକର୍ତ୍ତାମାନେ ପୁଷ୍ପମାଲ୍ୟ ଅର୍ପଣ କରି ସମବେଦନା ଜଣାଇଥିଲେ। କିପରି ଗୁମରି ଗୁମରି କାନ୍ଦୁଛନ୍ତି ତାଙ୍କର ଝିଅମାନେ ଶୁଣିଥିଲେ। ବାପା ଯାଇଥିଲେ ଦାଦନ ଖଟିବାକୁ, ପଇସା ଆଣୁଥିଲେ, ଘର ସଂସାର ଚଳିଥାନ୍ତା, କିନ୍ତୁ ସେ ନିଜେ ତାଙ୍କର ମା କିପରି ବାହୁନି ବାହୁନି କାନ୍ଦୁଛନ୍ତି ଆପଣମାନେ ଶୁଣନ୍ତୁ। ହୃଦୟ ତରଳିଯିବା ପରି ଦୃଶ୍ୟ। ସାହି ଭାଇ ପଡ଼ିଶା ମହିଳା ସମସ୍ତେ ତାଙ୍କର ସମ୍ବେଦନା ଜଣାଇବା ପାଇଁ ସମସ୍ତେ କ୍ରନ୍ଦନରତ ହୋଇ ତାଙ୍କର ବାସଭବନରେ ପହଞ୍ଚିଥିଲେ ଏବଂ ତାଙ୍କର ଯଥା ରୀତି ନୀତି ଅନୁଯାୟୀ ସମସ୍ତ କ୍ରିୟାକର୍ମ ଅନୁଷ୍ଠିତ ହୋଇଥିଲା। ବିଜେପି ପକ୍ଷରୁ ଉପସ୍ଥିତ ଥିବା କର୍ମୀମାନେ ମଧ୍ୟ ତାଙ୍କ ମରଶରୀର ଉପରେ ନୂତନ ବସ୍ତ୍ର ପ୍ରଦାନ ସହିତ ପୁଷ୍ପ ଅର୍ପଣ କରି ଶୋକସନ୍ତପ୍ତ ପରିବାରକୁ ସମ୍ବେଦନା ଜଣାଇଥିଲେ। ଏ ହେଉଛି ଦୁଃଖଦ ଚିତ୍ର, ହୃଦୟକୁ ତରଳି ଦେଲା ଭଳି ଏବଂ ଓଡ଼ିଶାର ଦାଦନର ଦୁଃଖ ବଖାଣୁଥିବାର ଏ ଏକ ଚିତ୍ର। ଦେଖନ୍ତୁ ତାଙ୍କର 3ଟି ଝିଅ ମଧ୍ୟରୁ 2ଟି ଝିଅ ଛୋଟ ଛୋଟ, ସେମାନେ କିପରି ବାପାଙ୍କ ହାତୁରିଆରେ ଧରି କାନ୍ଦୁଛନ୍ତି, ବାହୁନି ବାହୁନି କାନ୍ଦୁଛନ୍ତି। ନା ତାଙ୍କ ବାପା ଉଠୁଛନ୍ତି। ଅଘଟଣ ଘଟିଗଲା ବାବଦରେ ଆପଣ କ'ଣ କହିବେ? କ'ଣ କହୁଛନ୍ତି ବିଧାୟିକା ଶୁଣନ୍ତୁ। ମୁଁ ବହୁତ ଦୁଃଖିତ ଅଛି। ଆଉ ଭଗବାନଙ୍କ ପାଖରେ ମାରାଙ୍ଗଙ୍କ ପାଖରେ କୃପା କରିକି ତାଙ୍କୁ ଆଶୀର୍ବାଦ ଦିଅନ୍ତୁ, ଘର ଲୋକଙ୍କୁ ଶକ୍ତି ଦିଅନ୍ତୁ, ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି। ଏଇ ଯେଉଁ ଲୋକଙ୍କୁ ଆଣାଗଲା ତାଙ୍କର ଯେଉଁ ସେ ଦାଦନ ଶ୍ରମିକ ହିସାବରେ ଯାଇଥିଲେ ତାଙ୍କର ପରିବାର ପ୍ରତି କ'ଣ ଅବଦାନ ରହିବ? ନିହାତି ଯେହେତୁ ଏ ଦୁଃଖର ଘଟଣାରେ ଆମେ ଚେଷ୍ଟା କରୁଛୁ ତାଙ୍କ ପରିବାର ପାଖରେ ଠିଆ ହେବା ପାଇଁ। ତାଙ୍କର ପ୍ରତିକ୍ରିୟାରେ କହିଥିଲେ ଯେ ଶୋକସନ୍ତପ୍ତ ପରିବାର ପ୍ରତି ସରକାରଙ୍କ ତରଫରୁ ଯାହା ସବୁ ଯଥେଷ୍ଟ ସହାୟତା ଯୋଗାଇ ଦିଆଯିବାର ସମ୍ଭାବନା ଅଛି, ସମସ୍ତ କ୍ଷେତ୍ରରେ ସେ ସହାୟତା ଯୋଗାଇ ଦେବେ ଏବଂ ସହଯୋଗ କରିବେ।